ନମସ୍କାର। ଆଉ ଥରେ ମୁଁ ଆପଣମାନଙ୍କୁ ଆମ ଓଡ଼ିଆ ଶବ୍ଦ ସ୍କୁଲ ପାଠରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷା ରଖନ୍ତୁ। ସୁସ୍ଥ ସବଳରେ ସେ ଆପଣଙ୍କୁ ରଖନ୍ତୁ। ସମସ୍ତ ପ୍ରକାର ମନୋକାମନା ପୂର୍ଣ୍ଣ କରନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କ ଠାରେ ସହବର୍ତ୍ତୀ ରହୁ। କ୍ରିସମସ୍ ପରଦିନ ଶୁଭେଚ୍ଛା ଜଣାଇ ଆମ ଏହି ଓଡ଼ିଆ ଶବ୍ଦ ସ୍କୁଲ ପାଠ ଆରମ୍ଭ କରୁଛୁ। ଯେପରିକି ଆମେ ଏହି 3 ମାସରେ ଦେଖିଲୁ ଜିହୋଶୟଙ୍କ ପୁସ୍ତକ, ଯେଉଁଥିରେ ଆମେ ଜିହୋଶୟ ସେହି 40 ବର୍ଷ ଯାତ୍ରା କଲା ପରେ କେନାନ ଦେଶକୁ ସେହି ସୀମାକୁ ପହଞ୍ଚିଲେ। ଆଉ ବର୍ତ୍ତମାନ ସେମାନେ କେନାନ ଦେଶରେ ପ୍ରବେଶ କଲେ। ଆଉ ସେଥିରେ ସେମାନେ ଯୁଦ୍ଧ କଲେ। ଆଉ ସେହି ସ୍ଥାନକୁ ଆକ୍ରମଣ କରି ନିଯତ୍ନ କଲେ। ଜିହୋଶୟଙ୍କ ସହ ପରମେଶ୍ୱର ଥିଲେ, ଯେପରିକି ତାଙ୍କ ଦାସ ମୋଶଙ୍କ ସତ୍ୟ ସେ ଥିଲେ। ଆଉ ବର୍ତ୍ତମାନ ଆଜି ଆମେ ଦେଖୁଅଛୁ ଏଇ ଯୋଉ 3 ମାସର ଶେଷ ପାଠ। ଆଉ ଏଇ ଯୋଉ ପାଠ ବିଶେଷ ଭାବେ ଆମେ ଦେଖୁଅଛୁ, ଜିହୋଶୟ ସେହି ଇସ୍ରାଏଲ ପ୍ରଜାମାନଙ୍କୁ ଏକ ବିଦାୟ ସମାଚାର ଦେଉଛନ୍ତି, ଯେପରି ମୋଶା ଦେଇଥିଲେ। ଚାଲନ୍ତୁ ଏହା ଦେଖିବା ପୂର୍ବେ ଆମେ ସ୍ୱର୍ଗସ୍ଥ ପିତାଙ୍କ ଠାରେ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ସ୍ୱାଗତ ପିତା, ଧନ୍ୟବାଦ ଦେଉଅଛୁ ବର୍ତ୍ତମାନ ଯେଉଁ ଶବ୍ଦ ସ୍କୁଲ ପାଠ ଆମେ ପଢ଼ିବାକୁ ଯାଉଅଛୁ, ଏଇ ଯୋଉ 3 ମାସର ଶେଷ ପାଠ, ଯେପରିକି ଆମେ ଏହି ପାଠ ବୁଝିପାରିବୁ ଏଥିପାଇଁ ଏମାନଙ୍କୁ ସାହାଯ୍ୟ କର। ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଏହି ଛୋଟ ପ୍ରାର୍ଥନା ଯୀଶୁଙ୍କ ନାମରେ ମଙ୍ଗୁଅଛି, ତୁମେ ଗ୍ରହଣ କର। ଆମେନ୍। ପ୍ରିୟ ବନ୍ଧୁ, ପ୍ରିୟ ଶ୍ରୋତା, ପ୍ରିୟ ଭାଇ ଓ ଭଉଣୀ ମାନେ, ଏଇ ସପ୍ତାହ ହଉଛି ଶେଷ ସପ୍ତାହ। ଆଉ ଆମେ 2026ରେ ପ୍ରବେଶ କରିବାକୁ ଯାଉଅଛୁ। ଆଉ ଏଇ ସପ୍ତାହରେ ଆମେ ମଧ୍ୟ ବଡ଼ଦିନ ପର୍ବ ପାଳନ କରିବାକୁ, ମାନେ ଏହି ମାସ ଶେଷକୁ ବଡ଼ଦିନ ପର୍ବ ପାଳନ କରିବାକୁ ଯାଉଅଛୁ। ଆଉ ଆଜିର ବିଶେଷ ପାଠ ହେଉଛି ଚୁଜ୍ ଦିସ୍ ଡେ। ଏହି ଦିନକୁ ମନୋନୀତ କର ବା ବାଛ। ଏହି ଦିନକୁ ମନୋନୀତ କର ବା ବାଛ। ଆମ ଯୋଉ ସୈନ୍ୟ ପଦ ଦିଆଯାଇଅଛି, ଜିହୋଶୟ ତାର 24 ପର୍ବ 15 ପଦ, ଯାହାକି 24 ପର୍ବ ହଉଛି ଶେଷ ପୁସ୍ତକ, ମାନେ ଶେଷ ପର୍ବ ଜିହୋଶୟ ପର୍ବର ପୁସ୍ତକ। ଆଉ ସେଠି ଆମେ 15 ପଦ ଆମେ ଦେଖିବା। ଆମେ ଦେଖୁଅଛୁ କିପରି ଜିହୋଶୟ ଇସ୍ରାଏଲ ପ୍ରଜାମାନଙ୍କୁ ଡାକି ଏହିପରି କୁହନ୍ତି। ସେ କହନ୍ତି, ଯଦି ବା ସଦାପ୍ରଭୁଙ୍କୁ ସେବା କରିବା ତୁମାନଙ୍କ ଦୃଷ୍ଟିରେ ମନ୍ଦ ଦିଶେ, ତେବେ ତୁମାନେ କାହାର ସେବା କରିବ ତାହା ଆଜି ମନୋନୀତ କର। ସଦାପ୍ରଭୁ ପରମେଶ୍ୱର ଇସ୍ରାଏଲ ମାନଙ୍କୁ କିପରି ମିଶ୍ର ଦେଶରୁ ଉଦ୍ଧାର କରି ଆଣିଲେ, ଆଉ ସେମାନେ କିପରି ମିଶ୍ର ଦେଶକୁ ପହଞ୍ଚିବା ପୂର୍ବେ କିପରି ବିପଦରେ ସେମାନେ ସମ୍ମୁଖୀନ କଲେ, ଆଉ ପରମେଶ୍ୱର ସେମାନଙ୍କୁ କିପରି ଉଦ୍ଧାର କଲେ,
ଆଉ ସେଇ ଯୋଉ 40 ବର୍ଷ ସେମାନେ କେନାନ ଦେଶରୁ ମାନେ ମିଶ୍ର ଦେଶରୁ କେନାନ ଦେଶ ଯିବା ପୂର୍ବେ ସେହି ଯୋଉ ମରୁଭୂମିରେ ସେମାନେ ଭ୍ରମଣ କରୁଥିଲେ ସେତେବେଳେ ପରମେଶ୍ୱର ସେମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ କରିଥିଲେ। ଏମିତିକି ସେମାନଙ୍କ ଦିନ ଦୈନିକ ଖାଦ୍ୟ ପ୍ରଦାନ କଲେ, ମାଂସ ପ୍ରଦାନ କଲେ, ଜଳ ପ୍ରଦାନ କଲେ ଆଉ ଆଶ୍ରୟ ପ୍ରଦାନ କଲେ। ଦିନ ବେଳେ ପୁଣି ଆମେ ଦେଖୁଛୁ ମେଘର ସ୍ତମ୍ଭ ଥିଲା, ଆଉ ରାତି ବେଲେ ଆମେ ଦେଖୁଛୁ ବନ୍ଧୁ ଅଗ୍ନିର ସ୍ତମ୍ଭ ଥିଲା। ଆଉ ଇସ୍ରାଏଲ ମାନେ ସେଇ ଯୋଉ ମରୁଭୂମିରେ ବିଷାକ୍ତ ଜନ୍ତୁ ମାନଙ୍କ ଠାରୁ ମଧ୍ୟ ସୁରକ୍ଷା ଥିଲେ, ଯେହେତୁ ପରମେଶ୍ୱର ସେମାନଙ୍କ ସହ ଥିଲେ। ଆଉ ତାପରେ ଆମେ ଦେଖୁଛୁ ବନ୍ଧୁ ପରିଶେଷ ସେମାନେ ପହଞ୍ଚୁଛନ୍ତି ସେହି ମିଶ୍ର ଦେଶରୁ ମିଶ୍ର ଦେଶରୁ ମରୁଭୂମିରୁ ଆଉ କେନାନ ଦେଶର ସୀମାରେ ସେମାନେ ପହଞ୍ଚୁଛନ୍ତି। ଆଉ ସେଇ ସୀମାରେ ପହଞ୍ଚିବା ପୂର୍ବେ ମଧ୍ୟ ଆମେ ଦେଖୁଛୁ କିପରି ପରମେଶ୍ୱର ସେମାନଙ୍କୁ ସାହାଯ୍ୟ କଲେ ସେହି ଜେରିକୋକୁ ବିନଷ୍ଟ କରି। ଆମେ ଦେଖୁଛୁ କିପରି ପରମେଶ୍ୱର ସେମାନଙ୍କୁ ସାହାଯ୍ୟ କଲେ ସେହି ଜର୍ଦ୍ଦନ ପାର ହେବା ପାଇଁ। ଯେଉଁ ସମୟ ଥିଲା କି ଜର୍ଦ୍ଦନ ନଦୀ ପ୍ରାୟ ପୂର୍ଣ୍ଣ ଥାଏ, ଏମିତି ସମୟରେ ସେମାନେ ସେହି ସୀମାରେ ପହଞ୍ଚିଲେ। ଆଉ ସେଇ ଜର୍ଦ୍ଦନ କିପରି ସେମାନେ ସୁଖା ମାଟିରେ ଆର ପାର ହେଲେ। ହେଲା ପରେ ଆମେ ଦେଖୁଛୁ କିପରି ପରମେଶ୍ୱର ସେମାନଙ୍କୁ ସାହାଯ୍ୟ କଲେ ସେଥିର ଲୋକମାନଙ୍କୁ ହରାଇବା ପାଇଁ ଆଉ ସେଇ ଜାଗାକୁ ସେମାନଙ୍କୁ ଦେବା ପାଇଁ। ଆଉ ଆମେ ଦେଖୁଛୁ ତାପରେ ବନ୍ଧୁ କି ଯେହୋଶୟ ସେମାନଙ୍କୁ ସେମାନଙ୍କ ଜାଗାକୁ ବାଣ୍ଟି ସମସ୍ତଙ୍କୁ ଦେଲେ, ମାନେ ସମସ୍ତଙ୍କୁ ସମାନ ଭାଗରେ ସେ ବାଣ୍ଟିଲେ। ଆଉ ଆଜି ଆମେ ଦେଖୁଛୁ ବନ୍ଧୁ କି ସେହି ଯେହୋଶୟ ସେହି ଇସ୍ରାଏଲ ପ୍ରଜା ମାନଙ୍କୁ କହନ୍ତି, ଯଦିବା ସଦାପ୍ରଭୁଙ୍କ ସେବା କରିବା ତୁମମାନଙ୍କ ଦୃଷ୍ଟିରେ ମନ୍ଦ ଦିଶେ, ତେବେ ତୁମାନେ କାହାର ସେବା କରିବ ତାହା ଆଜି ମନୋନୀତ କର। କି ନଦୀ ସେ ପାରିରେ ତୁମାନଙ୍କ ପୂର୍ବପୁରୁଷ ମାନେ ଯେଉଁ ଦେବଦେବତା ମାନଙ୍କୁ ସେବା କଲେ ସେମାନଙ୍କ କିଏ ବା ଯେଉଁ ଇମୋରିୟ ମାନଙ୍କ ଦେଶରେ ତୁମାନେ ବାସ କରୁଅଛ ସେମାନଙ୍କ ଦେବତା ମାନଙ୍କୁ ସେବା କରିବ, ଏହା ମନୋନୀତ କର। ମାତ୍ର ମୁଁ ଓ ମୋହର ପରିଜନ ଆମେମାନେ ସଦାପ୍ରଭୁଙ୍କୁ ସେବା କରିବୁ। ବନ୍ଧୁ କେଡ଼େ ସୁନ୍ଦର ଭାବରେ ଯେହୋଶୟ ସେହି ଇସ୍ରାଏଲ ପ୍ରଜା ମାନଙ୍କୁ କହନ୍ତି କି ମୁଁ ଆଉ ମୋର ପରିବାର ଆମେ ସଦାପ୍ରଭୁଙ୍କର ସେବା କରିବୁ। ଆଉ ତମେ କାହାର ସେବା କରିବ ଏହା ବିଷୟରେ ତମେ ଚିନ୍ତା କର। ମାତ୍ର ମୁଁ ଆଉ ମୋର ପରିବାର ସେହି ପରମେଶ୍ୱର ଯିଏକି ଆମମାନଙ୍କୁ ଆଜି ଯାଏ ଏହି ଯୋଉ ସ୍ଥାନକୁ ଆଣିଲେ ସେହି ପରମେଶ୍ୱରଙ୍କୁ ମୁଁ ଓ ମୋ ପରିଜନ ସେବା କରିବୁ ବୋଲି ଯେହୋଶୟ କହୁଅଛନ୍ତି ସେହି ଇସ୍ରାଏଲ ପ୍ରଜା ମାନଙ୍କୁ। ବନ୍ଧୁ ଏଇ ଯୋଉ କଥାରେ ଅନେକ ଥର ଆମେ ଭାବିଥାଉ ବନ୍ଧୁ କି ପରମେଶ୍ୱର ଆମମାନଙ୍କ ଜୀବନରେ ଅନେକ ପ୍ରକାର ସୁଖ ଆଣିଥାନ୍ତି, ଆଉ ସେଇ ସୁଖ ଭୁଲି ଯାଇ ଆମମାନେ ଅନ୍ୟ ଦେବତାକୁ ପୂଜା କରିଥାଉ। ଅନ୍ୟ ଦେବତା ମାନେ ଅନ୍ୟ ଦେବତା ମାନଙ୍କର ପୂଜା ଆରାଧନାରେ ଆମେ ଲାଗିଥାଉ। ମାନେ ଏହା ନୁହେଁ ଯେ କି ଯେଉଁ ଲୋକମାନେ ମୂର୍ତ୍ତି ପୂଜା କରନ୍ତି ସେମାନଙ୍କର ନୁହଁ, ମାତ୍ର ମୁଁ ଯାହା କହିବାକୁ ଯାଉଛି ହୋଇପାରେ ଆମେ ଧନ ଧନ ହଉଛି ସବୁଠୁ ଏକ
ଯାହା ମଣିଷ ଗର୍ଭ କରେ। ଆଉ ଧନ ଯାହାଙ୍କ ଠାରେ ଥାଏ ପ୍ରାୟ ସେମାନେ ଟିକେ ଏମିତି ଗର୍ଭ କରନ୍ତି ଆଉ ସେମାନଙ୍କ ଧନ ଉପରେ ସେମାନେ ଯୋଉମାନେ ଏମିତି ଆଦେଶ ଦିଅନ୍ତି ବେଲେ ବେଲେ ଏମିତି ଏମାନଙ୍କୁ ଲାଗେ ଯେ କାହିଁକି ପରମେଶ୍ୱର ମାନଙ୍କୁ ଧନ ଦେଇନାହିଁ। ମାତ୍ର ଆମେ ଦେଖୁଛୁ ବନ୍ଧୁ ଏଠି ଯେହୋଶୁଆ କହନ୍ତି ତୁମେ ଆଜି ମନୋନୀତ କର କାହାକୁ ସେବା କରିବ। ମୁଁ ଓ ମୋର ପରିଜନ ଆଜି ଆମେ ପରମେଶ୍ୱରଙ୍କୁ ସେବା କରିବୁ। ବନ୍ଧୁ ବର୍ତ୍ତମାନ ଦୁନିଆରେ ଯଦି ଆମେ ଦେଖିବା ବନ୍ଧୁ ଆମେ ଦେଖୁଛୁ କି ଏଇ ଯୋଉ ଦୁନିଆରେ ଅନେକ ପ୍ରକାର କଷ୍ଟ ରହିଅଛି, ଅନେକ ପ୍ରକାର କଷ୍ଟ। ଆଉ ସେଇ କଷ୍ଟ ହଉଛି ବେଲେ ବେଲେ ଆମେ ଏ କଷ୍ଟକୁ ଦେଖି ବେଲେ ବେଲେ ଆମେ ଚିନ୍ତା କରିଥାଉ କାହିଁ ଏ କଷ୍ଟ ସବୁ ଆସୁଅଛି। ବନ୍ଧୁ ବାଇବଲରେ ଭୂଗୋଳ ମଧ୍ୟ ଧର୍ମଶାସ୍ତ୍ର ଏହି ଚୁକ୍ତି ନବୀକରଣ ପାଇଁ ଇସ୍ରାଏଲକୁ ସିକିମକୁ ଆଣିବାର ପରମେଶ୍ୱରଙ୍କ ଦାନ ଏକ ସଂଯୋଗ ନୁହେଁ। ଶହ ଶହ ବର୍ଷ ପୂର୍ବରୁ ଯାକୁବ ସିକିମରେ ଥିଲେ ଯେତେବେଳେ ପରମେଶ୍ୱର ତାଙ୍କ ଦର୍ଶନ ଦେଇଥିଲେ ତାଙ୍କୁ ବେଥେଲକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାତ୍ରା ପୁସ୍ତକଟି ପାଇଁ ଯାକୁବ ତାଙ୍କ ପରିବାରକୁ ଅନୁରୋଧ କରିଥିଲେ ଯେ ତୁମମାନଙ୍କ ମଧ୍ୟରେ ଥିବା ବିଦେଶୀ ଦେବତା ମାନଙ୍କୁ ଦୂର କରିଦିଅ, ନିଜକୁ ଶୁଚି କର ଏବଂ ନିଜ ପୋଷକ ପରିବର୍ତ୍ତନ କର। ଦେଖନ୍ତୁ ବନ୍ଧୁ ଯାକୁବକୁ ବି କୁହାଯାଇଥିଲା ଏହିପରି ଲୋକମାନେ ସେମାନଙ୍କର ବିଦେଶୀ ଦେବତା ମାନଙ୍କୁ ଏବଂ ଅଲଙ୍କାରିକ ମୁଦ୍ରିକା ଗୁଡ଼ିକୁ ହସ୍ତାନ୍ତର କଲେ, ଯାହାକୁ ପରେ ଏକ ଓକ୍ ଗଛ ତଳେ ପୋତା ଯାଇଥିଲା। ଫଳସ୍ୱରୂପ ଯାକୁବ ଯେହୋବାଙ୍କ ସମ୍ମାନାର୍ଥେ ଏକ ଯଜ୍ଞ ଦେବୀ ନିର୍ମାଣ କଲେ ଆଉ ପୂଜା କଲେ। ଏହିପରି ଆମେ ଆଦି ପୁସ୍ତକ 35:3-7 ଦେଖୁଛୁ। ଆଉ ଆଦି ପୁସ୍ତକ 35:11-12 ପରମେଶ୍ୱର ଏହିପରି କହନ୍ତି, ମୁଁ ସର୍ବଶକ୍ତିମାନ ପରମେଶ୍ୱର, ଫଳବନ୍ତ ଏବଂ ବହୁବଂଶ ହୁଅ। ତୁମ୍ଭଠାରୁ ଏକ ଜାତି ଏବଂ ଜାତିର ସମାଜ ଉତ୍ପନ୍ନ ହେବ ଏବଂ ତୁମ ଶରୀରରୁ ରାଜମାନେ ଉତ୍ପନ୍ନ ହେବେ। ମୁଁ ଅବ୍ରାହମ ଏବଂ ଇସାକଙ୍କୁ ଯେଉଁ ଦେଶ ଦେଇଥିଲି ତାହା ମୁଁ ତୁମକୁ ଦେବି ଏବଂ ତୁମ ପରେ ତୁମର ବଂଶଧର ମାନଙ୍କୁ ମୁଁ ଏହି ଦେଶ ଦେବି। ଆଉ ସେହି ବଂଶଧର ମାନେ ବର୍ତ୍ତମାନ ସେହି କାନାନ ଦେଶରେ ପ୍ରବେଶ ହୋଇଛନ୍ତି। ସେହିପରି ବନ୍ଧୁ ଯେହୋଶୁଆ ଏକ ଆଧ୍ୟାତ୍ମିକ ପୁନର୍ଜୀବନକୁ ପ୍ରୋତ୍ସାହିତ କରନ୍ତି। ବନ୍ଧୁ ପରମେଶ୍ୱରଙ୍କ ପ୍ରତିଜ୍ଞା ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ପୂର୍ଣ୍ଣ ନିର୍ଦ୍ଦିଷ୍ଟ କରନ୍ତି। ବନ୍ଧୁ କବର ଦିଆଯାଇଥିବା ପ୍ରତିମା ଗୁଡ଼ିକ ଉପରେ ଠିଆ ହୋଇ ସେ ଇସ୍ରାଏଲଙ୍କୁ ମୂର୍ତ୍ତି ପୂଜାକ ବିପଦ ଏବଂ ବିଶ୍ୱତାର ଗୁରୁତ୍ୱ ବିଷୟରେ ମନେ ପକାଇ ଦିଅନ୍ତି। ବନ୍ଧୁ ସେହି ଇସ୍ରାଏଲ ପ୍ରଜା ମାନଙ୍କୁ ଏହି ସମୟରେ ଇସ୍ରାଏଲର ସନ୍ତାନମାନେ ସମାନ ସନ୍ଧିରେ ଅଛନ୍ତି। ସିକିମ ହେଉଛି ନିର୍ଦ୍ଦିଷ୍ଟ ନେବାର ଏକ ସ୍ଥାନ। ଅତୀତକୁ ଭୁଲି ନ ଯାଇ ଭବିଷ୍ୟତକୁ ଦେଖିବାର ଏକ ସ୍ଥାନ ହେଉଛି ସିକିମ। ଆମେ ବର୍ତ୍ତମାନ ସେହି ସ୍ଥାନରେ ଛିଡ଼ା ଅଛୁ। ବନ୍ଧୁ ଆମେ ଅତୀତକୁ ଭୁଲି ଯାଇ ଭବିଷ୍ୟତକୁ ଦେଖିବାକୁ ପଡ଼ିବ। ଆଉ ଭବିଷ୍ୟତରେ ଯୀଶୁ ଖ୍ରୀଷ୍ଟ ଅଛନ୍ତି, ପରିତ୍ରାଣ ଅଛି, ଅନନ୍ତ ଜୀବନ ଅଛି। ଆଉ ଯୋଉ ବିତି ଯାଇଥିବା ଦିନରେ ଆମେ ଯାହା ଯାହା ପାପ କରିଛୁ ତାକୁ ଆମେ ଭୁଲି ଯିବାକୁ ପଡ଼ିବ। ଅତୀତକୁ ଭୁଲି ନ ଯାଇ ଭବିଷ୍ୟତକୁ ଦେଖିବାର ଏକ ସ୍ଥାନ। ଏପରି ଏକ ପସନ୍ଦ ନେବାକୁ ବ୍ୟକ୍ତ ନୁହେଁ, ବରଂ ଇସ୍ରାଏଲର ସାମୂହିକ ଭାଗ୍ୟ ମଧ୍ୟରେ ନିର୍ଣ୍ଣୟ କରିବା ସିକିମରେ ବିଦେଶୀ ଦେବତା ମାନଙ୍କୁ ଅପସାରଣ କରିବା ଯାକୁବଙ୍କ ପରିବାରର ଏକକ ପରିଚୟକୁ ସୁଦୃଢ଼ କରିଥାଏ। ଯେହୋବାଙ୍କ ସମୟରେ
ପ୍ରସଙ୍ଗ ଥିଲା ଯେ ଇସ୍ରାଏଲ ରହିବ କି ନାହିଁ। ବନ୍ଧୁ, ଆଧୁନିକ ପାଶ୍ଚାତ୍ୟ ସମାଜ ଏବଂ ବାଇବଲ ଜଗତର ସମାଜ ମଧ୍ୟରେ ବନ୍ଧୁ ବିଶ୍ୱ ଦୃଷ୍ଟିକୋଣର ଏକ ପାର୍ଥକ୍ୟ ହେଉଛି ବ୍ୟକ୍ତି ଏବଂ ବ୍ୟକ୍ତିତ୍ୱ ମଧ୍ୟରେ ସମ୍ପର୍କ। ସାମାୟିକ ଦୃଷ୍ଟିକୋଣରେ ବନ୍ଧୁ ବ୍ୟକ୍ତିଗତ ପସନ୍ଦ ଗୁଡ଼ିକୁ ସର୍ବଦା ସମଗ୍ର ସମ୍ପ୍ରଦାୟ ସହିତ ଜଡ଼ିତ ଦେଖାଯାଉଥିଲା ବନ୍ଧୁ। ଏହି ଧାରଣା ଆମେ ଦେଖୁଛୁ ଯେହୋଶୁଆ 24:6, ଯାହାକି ସ୍ପଷ୍ଟ, ଯେଉଁଥିରେ ପରମେଶ୍ୱର କହନ୍ତି, ତାପରେ ମୁଁ ତୁମର ପୂର୍ବପୁରୁଷ ମାନଙ୍କୁ ମିଶ୍ରରୁ ବାହାର କରି ଆଣିଲି ଏବଂ ତୁମେ ସମୁଦ୍ରକୁ ଆସିଲ। ଏହିପରି ଆମେ ଦେଖୁଅଛୁ ବନ୍ଧୁ। ଗୁରୁତ୍ୱ ଯୋଡ଼ାଯାଇଛି ବନ୍ଧୁ। ଯଦିଓ ପ୍ରସ୍ଥାନ ଘଟିବା ବା ଯାତ୍ରା ଘଟିବା ସମୟରେ ଦର୍ଶକଙ୍କ ମଧ୍ୟରୁ ଅନେକ ଜନ୍ମ ହୋଇଥିଲେ ବନ୍ଧୁ। ଆମେ ଦେଖୁଛୁ ବନ୍ଧୁ, ଏହିପରି ଏହାକୁ ବୁଝାଏ ଯେ ଏକ ଗୋଷ୍ଠୀ କିମ୍ବା ଶରୀରକୁ ଆଇନଗତ ଭାବରେ ଜଣେ ବ୍ୟକ୍ତି ଭାବରେ ବିବେଚନା କରାଯାଇପାରିବ ଯାହାର ଜଣେ ବ୍ୟକ୍ତିଙ୍କ ଅଧିକାର ଏବଂ କର୍ତ୍ତବ୍ୟ ବନ୍ଧୁ, ଯାହା ଆମେ ଯେହୋଶୁଆଙ୍କ ବିଷୟରେ କହୁଛୁ ବନ୍ଧୁ। କର୍ପୋରେଟ ଏକତା କେବଳ ବାଇବଲ ପାଠ୍ୟ ପଛରେ ଏକ ଅସ୍ୱୀକାର୍ଯ୍ୟପୂର୍ଣ୍ଣ ବାସ୍ତବତା ନୁହେଁ ଏବଂ ଆଜି ମଧ୍ୟ ଅନେକ ସମାଜ ମଧ୍ୟରେ ଜୀବିତ ଅଛି ଯେଉଁମାନେ ପରସ୍ପର ନିର୍ଭରଶୀଳତା, ଅନୁରୂପତା ଏବଂ ଦୃଢ଼ ପାରିବାରିକ ପରିଚୟକୁ ଗୁରୁତ୍ୱ ଦିଅନ୍ତି ବନ୍ଧୁ। ବରଂ ବାଇବଲ ପ୍ରକାରର ଏକ ମୌଳିକ ପୁନର୍ନୁମାନ ମଧ୍ୟ ପ୍ରକୃତରେ ଏହାର ସୁସମାଚାର କେନ୍ଦ୍ରରେ ଅଛି। ନକାରାତ୍ମକ ଦିଗରେ ଯଦିଓ ଆମେ ଆଦମ ପାପ ପାଇଁ ଦାୟୀ ନୁହନ୍ତି, ତାଙ୍କର ବିଫଳତା ମନ୍ଦତାର ଦ୍ୱାରା ଖୋଲି ଦେଇଥିଲା, ଯାହାର ପ୍ରଭାବକୁ ଖ୍ରୀଷ୍ଟଙ୍କ ବ୍ୟତୀତ ଅନ୍ୟ କେହି ବୁଝିପାରୁନଥିଲେ ବନ୍ଧୁ। ଯେପରି ପାଉଲ କହନ୍ତି ରୋମିଓ 5:12, ଗୋଟିଏ ଲୋକ ଦ୍ୱାରା ପାପ ଜଗତରେ ପ୍ରବେଶ କଲା ଏବଂ ପାପ ଦ୍ୱାରା ମୃତ୍ୟୁ ପ୍ରବେଶ କଲା ଏବଂ ଏହିପରି ମୃତ୍ୟୁ ସମସ୍ତ ମଣିଷ ନିକଟରେ ବ୍ୟାପିଗଲା, କାରଣ ସମସ୍ତେ ପାପ କଲେ। କାହା ଯୋଗୁଁ? ଆଦମ ଯୋଗୁଁ। ବନ୍ଧୁ, ସକାରାତ୍ମକ ଦିଗରେ ନୂତନ ମାନବତାର ପ୍ରତିନିଧିତ୍ୱ ନୂତନ ଆଦମ ଭାବରେ ଖ୍ରୀଷ୍ଟ ବିଜୟ ହେଲେ ସମସ୍ତଙ୍କ ପାଇଁ ଭଲର ପ୍ରଭାବ ଏବଂ ବିଜୟର ସମ୍ଭାବନା ଆଣିଲେ ବନ୍ଧୁ। ଯେହେତୁ 2 କରନ୍ତି 5:14 କହେ, ଜଣେ ସମସ୍ତଙ୍କ ପାଇଁ ମୃତ୍ୟୁବରଣ କଲେ ତାପରେ ସମସ୍ତେ ମଲେ ବୋଲି ଆମେ ଦେଖୁଅଛୁ। ପାଉଲ ଏହି ସାଧାରଣକୁ ଏହି କଥା କହି ପରିପୂର୍ଣ୍ଣ କରନ୍ତି ରୋମିଓ 5:18। ସେ କହନ୍ତି, ତେଣୁ ଯେପରି ଗୋଟିଏ ବ୍ୟକ୍ତିର ଅପରାଧର ଦ୍ୱାରା ସମସ୍ତ ଲୋକଙ୍କ ପ୍ରତି ବିଚାର ଆସିଲା, ଯାହା ଦଣ୍ଡାଜ୍ଞାରେ ପରିଣତ ହେଲା, ସେହିପରି ଗୋଟିଏ ବ୍ୟକ୍ତିର ଧାର୍ମିକ କାର୍ଯ୍ୟ ଦ୍ୱାରା ସମସ୍ତ ଲୋକଙ୍କ ପ୍ରତି ମାଗଣା ଦାନ ଆସିଲା, ଯାହା ଜୀବନର ଧାର୍ମିକତା ପ୍ରଦାନ କରେ। ବନ୍ଧୁ, ବ୍ୟକ୍ତିଗତ ସ୍ୱାଧୀନତା ବନ୍ଧୁ, ବ୍ୟକ୍ତିଗତ ସ୍ୱାଧୀନତା ନିୟମର ସାମୟିକ ଆଶୀର୍ବାଦ ଏବଂ ଅଭିଶାପର ପରିପ୍ରେକ୍ଷୀରେ ପରମେଶ୍ୱର କେବେ ବି ତାଙ୍କ ଲୋକମାନଙ୍କ ସହିତ ବ୍ୟକ୍ତିଗତ ଭାବରେ ବ୍ୟବହାର କରିନଥିଲେ। ଖ୍ରୀଷ୍ଟ ଶରୀର ଭାବରେ ମଣ୍ଡଳୀକୁ ନୂତନ ନିୟମର ପ୍ରତିଛବି ଏହି ସାମାଜିକ ବୁଝାମଣାରେ ମୂଳ ବନ୍ଧୁ। ପୁରୁଣା ନିୟମରେ ବ୍ୟକ୍ତିଗତ ନିଷ୍ପତ୍ତିର ସମାହାର ସର୍ବଦା ସମଗ୍ର ଲୋକଙ୍କୁ ପ୍ରଭାବିତ କରିଥିଲା ବନ୍ଧୁ। ଏହି ଧାରଣା ଦାନିଏଲଙ୍କ ପ୍ରାର୍ଥନାରେ ସ୍ପଷ୍ଟ, ଯେଉଁଥିରେ ସେ ବ୍ୟକ୍ତିଗତ ଭାବରେ କରିନଥିଲା ପାପ ପାଇଁ କ୍ଷମା ମାଗୁଛନ୍ତି। ଆମେ ଯାହା ଦାନିଏଲ 9ରେ ଦେଖୁଅଛୁ ବନ୍ଧୁ। ତଥାପି ଶାସ୍ତ୍ର ସ୍ପଷ୍ଟ ଭାବରେ ବ୍ୟକ୍ତିଗତ ସ୍ୱାଧୀନତାର ମୂଲ୍ୟକୁ
ନିଶ୍ଚିତ କରେ ବନ୍ଧୁ। ଯେପରିକି ଜିଜୁକଲଙ୍କ ଅନୁସାରେ ସେ ଲେଖନ୍ତି ଜିଜୁକଲ 18:20ରେ, ଯୋଉ ପ୍ରାଣ ପାପ କରେ ସେ ମରିବ, ପୁଣି ପିତାର ଦୋଷ ବହନ କରିବ ନାହିଁ, କିମ୍ବା ପିତା ପୁତ୍ରର ଦୋଷ ବହନ କରିବ ନାହିଁ। ଧାର୍ମିକର ଧାର୍ମିକତା ନିଜ ଉପରେ ଥିବ ଏବଂ ଦୁଷ୍ଟର ଦୁଷ୍ଟତା ନିଜ ଉପରେ ଥିବ। ଏହି କଥା ଆମେ ଦେଖୁଛୁ ଯାହା ଯହୋଶୟ ସେଇ ଇସ୍ରାଏଲ ପ୍ରଜାମାନଙ୍କୁ କହୁଛନ୍ତି। ଆଉ ଏହି କଥା ମୁଁ ଆଜି ଆପଣମାନଙ୍କୁ କହୁଛି, ଯୋଉ ପ୍ରାଣୀ ଯଦି ପାପ କରିବ ସେ ପ୍ରାଣୀ ନିଶ୍ଚିତ ମରିବ। ଅନନ୍ତ ଦୃଷ୍ଟିକୋଣରୁ ପରମେଶ୍ୱର ଆମ ସହିତ ବ୍ୟକ୍ତିଗତ ଭାବରେ ବ୍ୟବହାର କରିବେ ବନ୍ଧୁ। ଆମେ ଅନ୍ୟମାନଙ୍କ ପାପର ପରିଣାମ ଭୋଗ କରିବା, କିନ୍ତୁ ସେମାନଙ୍କ ଦୋଷକୁ ନୁହେଁ ବନ୍ଧୁ। ଯହୋଶୟଙ୍କ ଶେଷ ଭାଷଣ ସାମୂହିକ ଏବଂ ବ୍ୟକ୍ତିଗତ ପରିଚୟ ମଧ୍ୟରେ ଏହି ଉତ୍ତେଜନତାକୁ ଉପସ୍ଥାପନା କରେ। ସାମୂହିକ ଅର୍ଥରେ ଯେ ଅତୀତରେ ପରମେଶ୍ୱରଙ୍କ ମୁକ୍ତି କାର୍ଯ୍ୟଗୁଡ଼ିକ ଉଲ୍ଲେଖ କରନ୍ତି ଏବଂ ଭବିଷ୍ୟତରେ ପରମେଶ୍ୱରଙ୍କ ବିଚାର କାର୍ଯ୍ୟଗୁଡ଼ିକୁ ଇଙ୍ଗିତ କରନ୍ତି, ତାଙ୍କର ଅନେକ ଆବେଦନ ବ୍ୟକ୍ତିଗତ। ଏହି ବ୍ୟକ୍ତିଗତ ସ୍ୱାଧୀନତାକୁ ଚୁକ୍ତିର ସୀମା ମଧ୍ୟରେ ବୁଝିବା ଉଚିତ ବନ୍ଧୁ। ପ୍ରକୃତରେ ଆକୃତି ବିନା ସ୍ୱାଧୀନତା ଏକ ଶୂନ୍ୟ ସ୍ଥାନ। ଲୋକମାନେ ବିବାହ କରିବେ କି ନାହିଁ ନିଷ୍ପତ୍ତି ନେଇପାରିବେ, କିନ୍ତୁ ଥରେ ସେମାନେ ବିବାହ କରିବାକୁ ରାଜି ହେଲେ ସେମାନେ ବିବାହ ଚୁକ୍ତିର ସୀମା ମଧ୍ୟରେ ଆବଦ୍ଧ ହୁଅନ୍ତି। ବନ୍ଧୁ, ବ୍ୟବହାରିକ ଭାବରେ ଅନିୟନ୍ତ୍ରଣ ସ୍ୱାଧୀନତା ବନ୍ଧନରେ ପରିଣତ ହୁଏ। ବାଇବଲ ଭାଷାରେ ବନ୍ଧୁ ଆମେ ଦେଖୁଛୁ, ଏହା ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ ଦାସତ୍ୱରୁ ମୁକ୍ତ ହେବା ସ୍ୱାଧୀନତା ନୁହେଁ ବନ୍ଧୁ, ମୁକ୍ତି ଭାବରେ ଉଲ୍ଲେଖ କରାଯାଇଅଛି। ଯେ ଯେତେବେଳେ ଇସ୍ରାଏଲ ମିଶର ଛାଡ଼ିଲା, ଏହା କେବଳ ସେବା କରିବା କି ନାହିଁ ବାଛିବା ବିଷୟରେ ନୁହେଁ, ବରଂ ସେମାନେ ବାହାର ସେବା କରିବେ ତାହା ବାଛିବାର ସ୍ୱାଧୀନତା ବିଷୟରେ ଥିଲା ବନ୍ଧୁ। ପ୍ରକୃତରେ ଯହୋଶୟ ଆହ୍ୱାନ ଏହି ମାମଲାକୁ ସୁଦୃଢ଼ କଲେ ଯେ ଯେଉଁମାନେ ଇସ୍ରାଏଲ ହୁଅନ୍ତି ସେମାନେ ହେଉଛନ୍ତି ଯେଉଁମାନେ ଯେହୋବାଙ୍କ ଦ୍ୱାରା ମନୋନୀତ ଏବଂ ଉଦ୍ଧାର ପ୍ରାପ୍ତ। ଯେଉଁମାନେ ଇସ୍ରାଏଲର ରହିଯାଆନ୍ତି ସେମାନେ ହେଉଛନ୍ତି ଯେଉଁମାନେ ଯେହୋବାକୁ ବାଛନ୍ତି ଏବଂ ସେବା କରନ୍ତି, ସେମାନେ ହେଉଛନ୍ତି ଇସ୍ରାଏଲ ପ୍ରଜା। ବନ୍ଧୁ, ମୁକ୍ତ ହେବା ସହଜ ନୁହେଁ। ଏହି ଧାରଣା ଇସ୍ରାଏଲର ଇତିହାସରେ ପ୍ରଦର୍ଶିତ ହୁଏ, ଯାହାକୁ ପରମେଶ୍ୱର ସ୍ୱାଧୀନତାର ସାରା ଶିଖିବା ପାଇଁ ପ୍ରାନ୍ତରକୁ ନେଇଯାଇଥିଲା। ଯଦିଓ ଏହି ସମୟ ଦୀର୍ଘ ଥିଲା, ମରୁଭୂମି ବିଦ୍ୟାଳୟ 1.5 ବର୍ଷରୁ ଅଧିକ ସମୟ ପାଇଁ ଉଦ୍ଦିଷ୍ଟ ନଥିଲା ବନ୍ଧୁ। ଯଦି ଆମେ ଯାତ୍ରା ପୁସ୍ତକ, ଗଣନା ପୁସ୍ତକ, ଦ୍ୱିତୀୟ ଗଣନ ପଢିବା, ସେଥିରେ ଆମେ ସ୍ପଷ୍ଟ ରୂପରେ ଆମେ ଦେଖୁଛୁ ବନ୍ଧୁ। ଆଜି ମୂର୍ତ୍ତି ପୂଜା, ଯେପରିକି ମାର୍ଟିନ ଲୁଥର ଦ୍ୱାରା ତାଙ୍କର ଲାର୍ଜ କ୍ୟାଟେଚିଜ୍ମ ପ୍ରଥମ ଆଜ୍ଞା ଉପରେ ମତାମତରେ ପ୍ରସ୍ତାବିତ ଏକ ମୂର୍ତ୍ତିର ନିମ୍ନଲିଖିତ ପରିଭାଷାକୁ ବିଚାର କରନ୍ତି। ସେ କହନ୍ତି, କେବଳ ହୃଦୟର ଆତ୍ମବିଶ୍ୱାସ ଏବଂ ବିଶ୍ୱାସ ହିଁ ଈଶ୍ୱର ଏବଂ ଏକ ମୂର୍ତ୍ତି ଉଭୟକୁ ସୃଷ୍ଟି କରେ। ତୁମର ହୃଦୟ ଯାହା ସହିତ ଲାଗି ରହେ ଏବଂ ଯାହା ଉପରେ ବିଶ୍ୱାସ କରେ ତାହା ପ୍ରକୃତରେ ତୁମର ଈଶ୍ୱର। ଏହିପରି ଲୁଥର କହନ୍ତି ବନ୍ଧୁ। ଶେଷରେ ଦ୍ୱିତୀୟ ବିବରଣ ପରି ଯହୋଶୟଙ୍କ ପୁସ୍ତକ କବରସ୍ଥାନ ଗୁଡ଼ିକର ଏକ ଉଲ୍ଲେଖ ସହିତ ଶେଷ ହୁଏ। ଏହି ପ୍ରକାରେ ବିବରଣୀ ସହିତ ମୁଖ୍ୟ ବିଷୟ ବିଷୟରେ ଏକ ପୁସ୍ତକ ସମାପ୍ତ କରିବା ଅଭୂତ ମନେ ହୁଏ। ତୁମେ କାହିଁକି ବାଛୁଛ ଯେ ପୁସ୍ତକଟି ଏହିପରି ଶେଷ ହେଉଛି? ନେତୃତ୍ୱର ପ୍ରକୃତି ଏବଂ ଇତିହାସ ଉପରେ ତାଙ୍କର ନିରନ୍ତର ନିୟନ୍ତ୍ରଣ ବିଷୟରେ ପରମେଶ୍ୱର କଣ ବାର୍ତ୍ତା ଦେଉଛନ୍ତି? ଏହି ବାର୍ତ୍ତା ନେତୃତ୍ୱ ଏବଂ ମଣ୍ଡଳୀର
ଈଶ୍ୱରୀୟ ତତ୍ଵ ଓ ଧ୍ୟାନ ପ୍ରତି ଆପଣ ଦୃଷ୍ଟିକୋଣକୁ କିପରି ପ୍ରଭାବିତ କରିପାରେ ଟିକିଏ ଚିନ୍ତା କରନ୍ତୁ ବନ୍ଧୁ, ଟିକିଏ ଚିନ୍ତା କରନ୍ତୁ। ଯେହେତୁ ଜିହ ସହ କହନ୍ତି ମୁଁ ଓ ମୋ ପରିଜନ ସେହି ପରମେଶ୍ୱରଙ୍କୁ ସେବା କରିବୁ, ଆଉ ଆପଣ କାହାକୁ ସେବା କରିବେ ଏଇଠି ଆଜି ତୁମେ ମନୋନୀତ କର। ବନ୍ଧୁ, ଏହି ସପ୍ତାହରେ ମୁଁ ଆପଣମାନଙ୍କୁ ଏହି ଆବେଦନ କରୁଛି, ଆପଣମାନେ କାହାର ସେବା କରିବେ? ଯେପରି ଯେହୋଶୁଆ କହିଲେ ମୁଁ ଓ ମୋର ପରିଜନ ସେହି ସଦାପ୍ରଭୁଙ୍କୁ ସେବା କରିବୁ। ବନ୍ଧୁ, କଣ ଆପଣ ଓ ଆପଣଙ୍କ ପରିଜନ, ଆପଣଙ୍କ ଭାଇ, ଆପଣଙ୍କ ବନ୍ଧୁ ସେହି ସଦାପ୍ରଭୁଙ୍କୁ ସେବା କରିବେ? ଯେପରି ଯେହୋଶୁଆ କହିଲେ, ମୁଁ କହୁନି, ଯେହୋଶୁଆ କହିଲେ ସେ ଇସ୍ରାଏଲ ପ୍ରଜାମାନଙ୍କୁ ବାଛିବା ପାଇଁ ଏକ ସ୍ୱତନ୍ତ୍ର ଦେଲେ, ଆଉ ସେ କହିଲେ ମୁଁ ଓ ମୋ ପରିଜନ ସେହି ସଦାପ୍ରଭୁ ଯେହୋୱାଙ୍କ ସେବା କରିବେ। ଆପଣ କାହାକୁ ସେବା କରିବେ ଏହା ତୁମେ ନିଜକୁ ମନୋନୀତ କର ବା ବାଛ ବୋଲି କହିଲେ। ହଁ ବନ୍ଧୁ, ଏହି ଯୋଉ ମାସର ଶେଷ ସପ୍ତାହରେ ମୁଁ ଆପଣମାନଙ୍କୁ ଆବେଦନ କରୁଅଛି, ଆପଣମାନେ କାହାକୁ ମନୋନୀତ କରିବେ ତାହା ଟିକିଏ ଚିନ୍ତା କରନ୍ତୁ। ତାହେଲେ ଚାଲନ୍ତୁ ସେହି ସଦାପ୍ରଭୁଙ୍କ ଠାରେ ଆମେ ପ୍ରାର୍ଥନା କରିବା। ସ୍ୱର୍ଗତ ପିତା, ଧନ୍ୟବାଦ କରୁଅଛୁ ବର୍ତ୍ତମାନ ଯେଉଁ ସବ ସ୍କୁଲ ପାଠ ଦ୍ୱାରା ଆମେ ଶିଖିଲୁ କି ଯେହୋଶୁଆ ସଦାପ୍ରଭୁଙ୍କର ଦାସ ସେହି ଇସ୍ରାଏଲ ପ୍ରଜାମାନଙ୍କୁ କହିଲେ ମୁଁ ଓ ମୋ ପରିଜନ ସେହି ସଦାପ୍ରଭୁଙ୍କ ସେବା କରିବୁ। ହଁ ପ୍ରଭୁ, ଆଜି ଆମେ ଏହି ନିର୍ଣ୍ଣୟ ନେଉଅଛୁ, ମୁଁ ଓ ମୋର ପରିବାର ତୁମ ସେହି ସେବା କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରୁଅଛୁ। ଆମ ପାପ ସବୁ କ୍ଷମା କରନ୍ତୁ ପ୍ରଭୁ। ଆମମାନଙ୍କୁ ଯେପରିକି ସେହି ଯେହୋଶୁଆଙ୍କ ପରି ନିର୍ଣ୍ଣୟ ନେବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଶତ୍ରୁ ଶୟତାନ ହସ୍ତରୁ ଆମମାନଙ୍କୁ ସୁରକ୍ଷାରେ ରଖନ୍ତୁ। ପ୍ରଭୁ, ଆମେ ପାପୀ ହେଲେ ଆମମାନଙ୍କୁ ଏତେ ପ୍ରେମ କଲ, ଆପଣ ଆଦିତ୍ୟ ପୁତ୍ରକୁ ଏହି ପୃଥିବୀକୁ ପଠାଇଲ, ମୋ ପାଇଁ, ମୋ ପରିବାର ପାଇଁ ମୃତ୍ୟୁବରଣ କଲେ, ଯେପରିକି ଆମେ ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବୁ, ତୁମ ସେହି ପ୍ରେମୀୟ ମୁଖ ଦେଖିପାରିବୁ। ଏଥିପାଇଁ ଧନ୍ୟବାଦ ଦେଉଅଛୁ ପ୍ରଭୁ। ଆଜି ମୋ ପରିବାର, ମୋ ଭାଇ, ମୋ ବନ୍ଧୁ ସମସ୍ତଙ୍କୁ ମୁଁ ତୁମ ସେହି ହସ୍ତରେ ସମର୍ପଣ କରୁଅଛି। ଯେତେ ଭାଇ ଭଉଣୀ ମାନେ ଆଜି ଆମ ଏହି ସବ ସ୍କୁଲ ପାଠ ଦେଖୁଛନ୍ତି, ସେମାନଙ୍କୁ ପାପ କ୍ଷମା କରନ୍ତୁ, ସେମାନଙ୍କ ସହବର୍ତ୍ତୀ ରୁହନ୍ତୁ, ସେମାନଙ୍କୁ ସାହାଯ୍ୟ କରନ୍ତୁ, ଯେପରି ସେମାନେ ମଧ୍ୟ ଯେହୋଶୁଆଙ୍କ ପରି ନିର୍ଣ୍ଣୟ ନେଇପାରିବେ ତୁମର ସେହି ସେବା କରିବା ପାଇଁ, ତାଙ୍କ ଜୀବନ ତୁମ ହସ୍ତରେ ଉତ୍ସର୍ଗ କରିବା ପାଇଁ। ଏହିପରି ସେମାନଙ୍କୁ ସାହାଯ୍ୟ କର ପ୍ରଭୁ। ବର୍ଷ ଶେଷ ଆଡ଼କୁ ଆସୁଅଛୁ, ଗତ 2025 ବର୍ଷ ପ୍ରତ୍ୟେକ ଭାଇ ଭଉଣୀ ମାନଙ୍କ ସହ ରହିଲ ଆମ ସବ ସ୍କୁଲ ପାଠରେ, ସେମାନେ ଯୋଗ କଲେ, ଦେଖିଲେ, ଶୁଣିଲେ, ଆଉ ଏଥିଯୋଗୁଁ ମୁଁ ଧନ୍ୟବାଦ ଦେଉଅଛି। ସେମାନଙ୍କୁ ସାହାଯ୍ୟ କର ଯେପରି ସେମାନେ ଏଇ ଯୋଉ ନୂତନ ପ୍ରଭୁ ବର୍ଷରେ ପ୍ରବେଶ ଖୁସିରେ, ଆନନ୍ଦରେ ପ୍ରବେଶ କରିପାରିବେ। ସେମାନଙ୍କୁ ସମସ୍ତ ପ୍ରକାର ଜିନିଷ ଦିଅ ଓ ଆଶୀର୍ବାଦରେ ପରିପୂର୍ଣ୍ଣ କର। ସେମାନଙ୍କ ସହ ସହବର୍ତ୍ତୀ ରୁହ, ସେମାନଙ୍କ ପାପ ସବୁ କ୍ଷମା କର, ବୁଦ୍ଧିରେ ଜ୍ଞାନରେ ପରିପୂର୍ଣ୍ଣ କର, ସୁସ୍ଥ ସବଳ ରଖ, ଯେପରି ଏହି ନୂତନ ବର୍ଷରେ ସେମାନେ ପ୍ରବେଶ କଲେ ତୁମର ସେହି ନାମରେ ପ୍ରଶଂସା କରିପାରିବେ। ଆଉ ଯେତେ ଭାଇ ଭଉଣୀ ମାନେ ହୋଇପାରେ କିଛି କାରଣରୁ ଆମ ସବ ସ୍କୁଲ ପାଠକୁ ଯୋଗ ଦେଇପାରିଲେ ନାହିଁ, ସେମାନଙ୍କୁ ମଧ୍ୟ
ସାହାଯ୍ୟ କର, ସେମାନଙ୍କ ସହ ରହନ୍ତୁ, ସମସ୍ତ ପ୍ରକାର ଆପଦ ବିପଦରୁ ସେମାନଙ୍କୁ ରକ୍ଷା କରନ୍ତୁ, ଶତ୍ରୁ ଶୈତାନ ହାତରୁ ସେମାନଙ୍କୁ ରକ୍ଷା କରନ୍ତୁ। ପ୍ରଭୁ, ଯେପରି ଏହି ଯୋଉ ନୂତନ ବର୍ଷରେ ଆମେ ପ୍ରବେଶ କରିବାକୁ ଯାଉଛୁ, ଯେପରି ସେହି ନୂତନ ବର୍ଷରେ ପ୍ରବେଶ କରି ତୁମର ସେହି ମଧୁର ନାମରେ ଆମେ ସ୍ତୁତି ପ୍ରଶଂସା କରିପାରିବୁ, ସେଥିପାଇଁ ଆମକୁ ଆଶୀର୍ବାଦ କର। ବିଶେଷ ଭାବରେ ଯେତେ ଭାଇ ଭଉଣୀ ମାନେ ଏହି ସାବାତ ସ୍କୁଲ ପାଠ ଦେଖୁଛନ୍ତି ୟୁଟ୍ୟୁବ ମାଧ୍ୟମ ଦ୍ୱାରା, ସେମାନଙ୍କୁ ଆଶୀର୍ବାଦ କର। ଏହି ଛୋଟ ପ୍ରାର୍ଥନା ଯୀଶୁଙ୍କ ନାମ ମାଗୁଛି, ଶୁଣି ଗ୍ରହଣ କର। ଆମେନ୍। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।